ସେପ୍ଟେମ୍ବରରେ ଅନୁଷ୍ଠିତ ହେବ ଛାତ୍ର ସଂସଦ ନିର୍ବାଚନ। ଚଳିତ ବର୍ଷ ସେପ୍ଟେମ୍ବର 25 କିମ୍ବା 26 ତାରିଖରେ ସାରା ରାଜ୍ୟରେ ରାଷ୍ଟ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ସୂଚନା ଦେଇଛି। ସେପ୍ଟେମ୍ବର 24 କିମ୍ବା 25 ତାରିଖରେ ମୁଁ କାହିଁକି ପ୍ରାର୍ଥୀ ବୈଠକ ଓ 26 ଓ 27 ତାରିଖରେ ବିଜୟୀ ପ୍ରାର୍ଥୀ ଶପଥ ଉତ୍ସବ ହେବ ବୋଲି ସୂଚନା ଆସିଛି। ବିଜୟୀ ପାଇଁ ପ୍ରାର୍ଥୀକୁ ପ୍ରତିଶତ ଉପସ୍ଥାପନ, 75% କ୍ଲାସରୁମ୍ ଉପସ୍ଥିତି ଓ କୌଣସି ଅପରାଧୀ ମାମଲାରେ ନଥିବା ସର୍ତ୍ତ ରହିଛି। ପ୍ରାର୍ଥୀ ହେବା ପାଇଁ ବୟସ ସୀମା 15ରୁ 22, ସ୍ନାତକୋତ୍ତର ଓ 25 ବର୍ଷରୁ ପିଜି ମାନଙ୍କୁ ଧରାଯିବ। ନିର୍ବାଚନ ସମୟରେ କ୍ୟାମ୍ପସରେ ଯଦି କୌଣସି ଗଣ୍ଡଗୋଳ ହୁଏ ତେବେ ଶିକ୍ଷାନୁଷ୍ଠାନ ପ୍ରଶାସନ ନିର୍ବାଚନ ବାତିଲ କରିପାରିବ। ପ୍ରଚାର ନିୟମ ଅନୁଯାୟୀ ଡାକବାଜି, ଗାଡ଼ି, ପାଣି ବ୍ୟବହାର ନିଷିଦ୍ଧ ଓ ସାଧାରଣ ସଭା ଶ୍ଵେତପତ୍ର ବଣ୍ଟନ ଅନୁମତି ନାହିଁ ବୋଲି ସୂଚନା ଆସିଛି। ସୁରକ୍ଷା ବ୍ୟବସ୍ଥା ପାଇଁ ପୁଲିସ ସହଯୋଗ ନିଆଯାଇପାରିବ ବୋଲି କୁହାଯାଉଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଆଜି ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା 51,000 ନିଯୁକ୍ତି ପତ୍ର ବଣ୍ଟନ ହେବ। ରୋଜଗାର ମେଳାରେ ଷୋଡ଼ଶ ସଂସ୍କାର ଶନିବାର ଦେଶର 47ଟି ସ୍ଥାନରେ ଏକକାଳୀନ ଭାବରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠାନରେ ଯୋଗ ଦେଇ ବିଭିନ୍ନ ସରକାରୀ ବିଭାଗର ନୂତନ ଭାବରେ ନିଯୁକ୍ତି ହୋଇଥିବା 51,000 ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜଣାଇଛନ୍ତି ଯେ ଏପର୍ଯ୍ୟନ୍ତ ଦେଶବ୍ୟାପୀ ରୋଜଗାର ମେଳା ମଧ୍ୟରେ 10 ଲକ୍ଷରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ ହୋଇଛି। ନିଯୁକ୍ତିପ୍ରାପ୍ତ ବ୍ୟକ୍ତିମାନେ ରେଳ, ଗୃହ, ଡାକ, ସ୍ୱାସ୍ଥ୍ୟ, ଅର୍ଥ ସେବା ଓ ଶ୍ରମ ବିଭାଗ ଭଳି ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ ଗ୍ରହଣ କରିବେ। ରୋଜଗାର ମେଳା ଯୋଜନା ସରକାରଙ୍କ ତରଫରୁ ଯୁବକଙ୍କୁ ଅର୍ଥପୂର୍ଣ୍ଣ ନିଯୁକ୍ତି ସୁଯୋଗ ଦେଇ ବିକାଶ ଓ ରାଷ୍ଟ୍ର ନିର୍ମାଣ ସେବାକୁ ଭୂମିକା ବଢ଼ାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଦକ୍ଷିଣ ଝାଡ଼ଖଣ୍ଡ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ସହ ଉତ୍ତର ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ସମୁଦ୍ର ପତ୍ତନଠାରୁ 5.8 କିଲୋମିଟର ଉଚ୍ଚରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ। ଶନିବାର ବଜ୍ରପାତ ସହ ପ୍ରବଳ ବର୍ଷା ନେଇ ନୂଆପଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଆଦି 3ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହା ସହ ଅନ୍ୟାନ୍ୟ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ସୂଚନା ଦିଆଯାଇଛି। ତେବେ ବିଜୁଳି ଓ ଘଡ଼ଘଡ଼ି ନେଇ ବଲାଙ୍ଗୀର, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ଦେବଗଡ଼, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଅନୁପ୍ରବେଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଅନୁପ୍ରବେଶକାରୀ ବିଷୟରେ ରାଜ୍ୟ ସରକାର ଗମ୍ଭୀର ହୋଇ ଅନୁଷ୍ଠାନ ଆରମ୍ଭ କରିଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ଗାଇଡଲାଇନ ଅନୁସାରେ ଓଡ଼ିଶାରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ତଡ଼ିପାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ମନ୍ତ୍ରୀ ଦାବି କରି କହିଛନ୍ତି ଯେ ବାଂଲାଦେଶ ଓ ପାକିସ୍ତାନ ସହ ସଂଯୋଗ ଥିବା ଲୋକ ଓଡ଼ିଶାକୁ ଅନୁପ୍ରବେଶ କରୁଛନ୍ତି ଓ ଏଠି ବନ୍ଧୁକ ଓ ଡ୍ରଗ୍ସ ଚୋରାଚାଲାଣ କରିବାକୁ ଚେଷ୍ଟା ଚଳାଇଛନ୍ତି। ଝାରସୁଗୁଡ଼ା ଭଳି କିଛି ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ ଲୋକଙ୍କୁ ଧରିବା ପାଇଁ ବେଙ୍ଗାଲୁରୁରୁ ଦଳ ଆସିଥିବା ଉଦାହରଣ ଦେଇଛନ୍ତି। ସେ କହିଛନ୍ତି ଯେ ବାଙ୍ଗାଲୁରୁ ଭଳି ପରିସ୍ଥିତି ଓଡ଼ିଶାରେ ତିଆରି ହେବାକୁ ଦିଆଯିବ ନାହିଁ। ଅନୁପ୍ରବେଶକାରୀ ଯେଉଁ ଷଡ଼ଯନ୍ତ୍ର ଚଳାଇଛନ୍ତି ସେଥିରେ ମୋହନ ମାଝୀଙ୍କ ସରକାର ସଠିକ ଭାବରେ ପ୍ରତିକ୍ରିୟା ଦେବ ଓ ଅପରାଧ ଉପରେ ପୂର୍ଣ୍ଣ ବ୍ରେକ୍ ଲଗାଇବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ରତ୍ନଭଣ୍ଡାର ମରାମତି ସମ୍ପୂର୍ଣ୍ଣ, ଶୀଘ୍ର ଆରମ୍ଭ ହେବ ଗଣତି କାର୍ଯ୍ୟ। ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ସମ୍ପୂର୍ଣ୍ଣ ହୋଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି। ଏନେଇ ଗଣତି କାର୍ଯ୍ୟ ପାଇଁ ରିଜର୍ଭ ବ୍ୟାଙ୍କର ସହଯୋଗ ଆବଶ୍ୟକ ରହିଥିବା ବେଳେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ 2 ଅଧିକାରୀ ନିଯୁକ୍ତି ପାଇଁ ଚିଠି ଦିଆଯାଇଛି। ସମ୍ମତି ମିଳିଥିଲେ ଗଣତି କାର୍ଯ୍ୟ ଆରମ୍ଭ ହେବ 3 ମାସ ମଧ୍ୟରେ। 2024 ଡିସେମ୍ବର 17ରେ ଆରମ୍ଭ ହୋଇଥିବା ମରାମତି କାମ 6 ମାସ ଧରି ଚାଲିଥିଲା। ଏବେ ରତ୍ନଭଣ୍ଡାରର ମୂଳ ଅଳଙ୍କାରଙ୍କୁ ଆକ୍ସ ଫେରାଇ ଆଣିବାକୁ ପ୍ରକ୍ରିୟା ଚାଲିଥିବା ବେଳେ ଭିତର ଓ ବାହାର ଭଣ୍ଡାରର ରୂପ ଓ ସୁନା ଛାଉଣି ଲଗାଯାଉଛି। ଏଏସ୍ଆଇ ପକ୍ଷରୁ ମନ୍ଦିରକୁ ପ୍ରଶାସନର ଚାବି ହସ୍ତାନ୍ତର କରାଯାଇଥିବାର ସୂଚନା ଆସିବା ପରେ ଗୁରୁତ୍ୱପୂର୍ଣ୍ଣ ଭାବରେ ଗଣତି ସମୟରେ ରିଜର୍ଭ ବ୍ୟାଙ୍କର 2 ଅଧିକାରୀ ଉପସ୍ଥିତ ରହିବେ ବୋଲି ମନ୍ତ୍ରୀ ଜଣାଇଛନ୍ତି। ଏହି ଗଣତି ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ ଏବଂ ସମସ୍ତ କାର୍ଯ୍ୟ ସୁରକ୍ଷିତ ଭାବରେ ହେବାର ବ୍ୟବସ୍ଥା ହେଉଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ସମ୍ବିଧାନ ବଞ୍ଚାଅ ସମାବେଶରେ ରାହୁଲ ଗାନ୍ଧୀଙ୍କ ଜ୍ୱଳନ୍ତ ସମ୍ବୋଧନ। ରାଜଧାନୀରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ ମହାସମାରୋହରେ ରାହୁଲ ଗାନ୍ଧୀ ବିଜେପି ସରକାରଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ବିଜେପି ସମ୍ବିଧାନ ଉପରେ ଆକ୍ରମଣ କରିଛି, ଗରିବଙ୍କୁ ଲୁଟୁଛି ଏବଂ ଆଦିବାସୀଙ୍କୁ ଜମିରୁ ହଟାଉଛି। ରାହୁଲ ଗାନ୍ଧୀ କଂଗ୍ରେସ କମିଟି ଉତ୍ସାହ ଓ ପ୍ରତିଶ୍ରୁତିକୁ ପ୍ରୋତ୍ସାହନ କରି ଡ୍ରାଇଭର ଆନ୍ଦୋଳନ, ଜାତି ଜନଗଣନା ଓ ଫସଲ ବୀମା ଯୋଜନା ମାମଲା ଉଠାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ମୋଦି ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଲାଭ ମିଳୁନି।
ସେ ମହିଳା ଗାଏବ ଘଟଣା, ରଥଯାତ୍ରା ଅଘଟଣା ଓ ଜାତି ଜନଗଣନା ଅଭାବକୁ ନେଇ ମଧ୍ୟ ସରକାରଙ୍କୁ ଆଲୋଚନା କରିଛନ୍ତି। ରାହୁଲ ଦାବି କରିଛନ୍ତି ଯେ ଓଡ଼ିଶାରେ ବିକାଶ ଗରିବ ପାଇଁ ହେବା ଉଚିତ ଏବଂ ପେଶା ଆଇନ ଲାଗୁ କରାଯିବା ଉଚିତ। ଏହି ସମାବେଶରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଯୋଗ ଦେଇ ବିଜେପି ଉପରେ ଅଭିଯୋଗ କରିଛନ୍ତି ଯେ ସେମାନେ କେବଳ ଶ୍ରେୟ ନେବା ଚେଷ୍ଟା କରୁଛନ୍ତି, କିଛି କାମ କରୁନାହାନ୍ତି। ଓଡ଼ିଶା ଏମ୍ସ ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସ ଯେପରି କଂଗ୍ରେସ କରିଛି, ବିଜେପି ତାହା କୌଣସି ଅବଦାନ ନାହିଁ। ସମାବେଶ ଜରିଆରେ କଂଗ୍ରେସ ଓଡ଼ିଶାର ନୂତନ ଉତ୍ସାହ ଓ ଲକ୍ଷ୍ୟ ସହ ପ୍ରବେଶ କରିବାକୁ ଆଶା ରଖିଛି ବୋଲି ସୂଚନା ଆସିଛି।